ନମସ୍କାର ଉଷାବାସୀ, ମୋ ନାଁ ଭରତ। ଆଜିର କାରଣ ହେଲା ପୂଜା ସମୟରେ ଉପବାସ ରୁହନ୍ତି କାହିଁକି? ଆଧୁନିକ ମତ ଅନୁସାରେ ପେଟ ଭିତରେ ଜଳୁଥିବା ପାକ ଅଗ୍ନି ଖାଦ୍ୟ ନ ପାଇଲେ ଦେହର ସୂକ୍ଷ୍ମ ପଦାର୍ଥ ଗୁଡ଼ିକ ଦହନ କରେ। ଉପବାସ ରହିଲେ ଦେହର ମଳ ସହିତ ହୋଇ ଦେହ ମନ ନିର୍ମଳ କରେ। ତେଣୁ ପୂଜା କରିବା ପୂର୍ବରୁ ଉପବାସ ରହିବା ବିଧି ରହିଛି। ବିଜ୍ଞାନ ମତରେ ଆମେ ଖାଉଥିବା ଖାଦ୍ୟର ସମସ୍ତ ଅଂଶ କାମରେ ଲଗାଇ ବଳକା ଅଂଶ ଯକୃତ ମାଂସ ପେଶୀରେ ସଞ୍ଚିତ ହୋଇ ରହେ। କେତେକ ଅଂଶ ଚର୍ବିରେ ପରିସର ହୁଏ। ଏଗୁଡ଼ାକ ଅଧିକ ଔଷଧୀୟ ଅମ୍ଳ ସୃଷ୍ଟି କରେ, ଯାହା ବିଭିନ୍ନ ବାରମ୍ବାର ରୋଗର କାରଣ ହୁଏ। ମଝିରେ ମଝିରେ ଉପବାସ ରହିଲେ ସେହି ପର୍ଯ୍ୟନ୍ତ ଖାଦ୍ୟ କାମରେ ଲାଗେ। ମେଦ ହ୍ରାସ ହୁଏ, ଯାହାକି ଶ୍ୱାସ ପକ୍ଷରେ ହିତକର।